বহু বড় বারু আলিলো তার 11 স্বামী রে ঘর বহু বড় বারু আলিলো তার 11 স্বামী রে ঘর বহু বড় বারু আলিলো পাঁচ দিওরଙ୍କୁ কোଳରେ বসাই পাঁচ দিওরଙ୍କୁ কোଳରେ বসাই ইয়ে বহু করে কারবার বহু বড় বারু আলিলো
କଥା ଆଜ୍ଞା ମୋ ବାପା ବୟସର ଅପରାହ୍ନରେ ଆପଣ ମାନେ ବସିକିରି ପାଲା ଶୁଣୁଛନ୍ତି ଆମେ ନିଜକୁ ଧନ୍ୟ ମନେ କରୁଛୁ ଆପଣ ମାନଙ୍କର କଲ୍ୟାଣ ଆମ ଉପରେ ଥାଉ ଅମ୍ବୁ ଅମ୍ବୁ ବୋଇଲେ କି ଜଳ ସାରେ ପୋଖରୀ ଥିବ ଶୁଖି ଯାଇଛି ଆଚ୍ଛା ମୁଁ ସେ ପୋଖରୀ ପାଣି ଆଣିକିରି ଯେତେ ମା ମାନେ ବାପା ମାନେ ଆପଣ ମାନେ ସମସ୍ତେ ବସିଛନ୍ତି ମା କଥାବାର୍ତ୍ତା ହବନି ଯେତେ ବସିଛନ୍ତି ମୁଁ ପୋଖରୀ ପାଣିରୁ ଗୋଟିଏ ଲୋଟିଆ ଆଣିବି ଆଣିକିରି ଆପଣ ମାନଙ୍କୁ କହିବି ଟିକେ ହାତ ଦେଖାନ୍ତୁ ଏଥିରୁ ଟିକେ ଟିକେ ପାଆନ୍ତୁ ଆପଣ ପାଇବେ ନା କହିବେ ଗାୟକ ମୁଣ୍ଡଟା ଖରାପ ହେଇଗଲାଣି ଗାୟକ ପାଗଳା ହେଇଗଲା କିରେ ଅସନା ପାଣି ଗୁଡାକ ଆମକୁ ଦଉଛି ପିଇବା ମୁଁ ଯଦି ସେଇ ପାଣିରେ ଆପଣ ଛିଡା ହେଇଥିବେ ଗୋଟେ ଶାଳ ଗ୍ରାମ ବୁଡେଇ ଦେବି ଆପଣଙ୍କ ସମ୍ମୁଖରେ ତୁଳସୀ ପତ୍ର ଦିଟା ପକେଇ ଦେବି କହିବି ବାପା ମାନେ ମା ମାନେ ଟିକେ ହାତ ଦେଖାନ୍ତୁ ଆପଣ ମାନେ କେହି ମନା କରିବେ କି ଯାହାକୁ କହୁଥିଲେ ଏଟା ଅସନା ଜଳ ସେଇଆକୁ ଭକ୍ତିରେ ପାଦ ତକ ବୋଲି ଆଣି ପାଟିରେ ପାଇ ବ୍ରାହ୍ମଣ ପିଲାଟା ଆସିଛି ତ 5 ଟଙ୍କା ଆମେ କିଛି ପଇସା ଦଉ ଦକ୍ଷିଣା ଦେବେ ଆଜ୍ଞା ବ୍ରାହ୍ମଣକୁ ଦକ୍ଷିଣା ଦିଅନ୍ତି ପୁରାଣ ଶୁଣିଲେ ବି କିଛି ଦକ୍ଷିଣା ଦବାକୁ ପଡେ ଆଜ୍ଞା ଆଜ୍ଞା ଆପଣ କହିବେ ଏ ପାଲା ଗାୟକ କହିଲେଣି ପୁରାଣ ଆମ ଠାରୁ ଶୁଣୁଛନ୍ତି ଆମକୁ ଦକ୍ଷିଣା ନା ନା ଭାଗବତ ନା ନା ଆପଣ ଦିଅନ୍ତୁ ବା ନ ଦିଅନ୍ତୁ ଦିଅନ୍ତି ବୋଲି ଶାସ୍ତ୍ର ପ୍ରମାଣ କରୁଛି ବାବା ଏଇଠି ଆଜ୍ଞା ଆପଣ ମାନେ ଟିକେ ବିଚାର କରନ୍ତୁ କାହିଁକି ଏ କଥା କହିଲି କି ଶାଳ ଗ୍ରାମ ବୁଡେଇ ଦେଲେ ସେ ପାଦ ତକ ହେଇଗଲା ଯୋଉ କାବ୍ୟରେ ପ୍ରଭୁଙ୍କର କଥା ଅଛି ସେ ଆଜ୍ଞା ପାଦଦକ ସଦୃଶ ଅସନା ହଉଥିବ ସେଥିପାଇଁ ଅଭିମନ୍ୟୁ ସାମନ୍ତ ସିଂହାର କହିଲେ ହେଲେ ଢମପଣେ ବର୍ଣ୍ଣିବି ମୁଁ ଗୋବିନ୍ଦ ଚାରେତା ଗୋବିନ୍ଦ ଚାରେତା ଏବେ ଗୋବିନ୍ଦ ଚାରେତା ହମାରି ହେଲେ ସାକ୍ଷାତ ଅମୃତ ହେଲେ ଢମପଣେ ବର୍ଣ୍ଣିବି ମୁଁ ଗୋବିନ୍ଦ ଚରିତ ଢଗ ଢମାଳି ହୋଇଲେ ହିଁ ସାକ୍ଷାତ ଅମୃତ କାହିଁକି ନା ପ୍ରଭୁ ଅଛନ୍ତି ଏ କାବ୍ୟ ଭିତରେ କାବ୍ୟରେ ପ୍ରଭୁ ତେଣୁ ଆପଣ ମାନଙ୍କ ସମ୍ମୁଖରେ ମୁଁ ଆରମ୍ଭ କରିଛି ଆଜ୍ଞା ମାନବର ଜୀବନ ମାନବ ଆମକୁ କାହିଁ କୁହାଗଲା ଆଜ୍ଞା ନା ମା ନବାରୁ ମାନବ ମାନବ ଆମେ କୁହନ୍ତି ଯାହାକୁ ତୁ ବିବାହ ହେଲୁ ଶାଢୀ ସଂଖ୍ୟା ଦେଇରେ ସେଇ ତ ଖାଇବ ତତେ କାଳ ରୂପୀ ହୋଇ କହନ୍ତି ମା ମାଇପା ସେଟା ମାଇବ କହିଲା ମାଇବ କହିଲେ ମା ମାଇବ ମାଟି ଇଏ ତିନିଏ ଖାଆନ୍ତି ବାଣ୍ଟି ଏ ଶରୀରକୁ ଖାଇଦେବେ ଏ ଯେତେବେଳେ ଦ୍ରୌପଦୀ ଖର୍ପଣ ଧରିକିରି ବସିଲେ ଇଏ ପାଣ୍ଡବ 5 ଭାଇ କହିଲେ କହିଲେ କୁଆଡେ ଯାଉଛ ସ୍ୱର୍ଗକୁ ନା ଆମେ ସ୍ୱର୍ଗକୁ ଯିବୁ କହିଲେ ତମେ ଯିବ ସ୍ୱର୍ଗକୁ ଏ ମତେ କିଛି ଚାନ୍ଦା ଦେଇକିରି ଯା ଆଜ୍ଞା ସମସ୍ତେ ଦ୍ରୌପଦୀଙ୍କ ଖର୍ପରରେ ପଡିଲେ ବାବା କେହି ଉଦ୍ଧାର ହେଇକି ଯାଇପାରିଲେ ନାହିଁ ଏ ମା ନବାରୁ ମାନବ ଆଉ ଗୋଟିଏ କଥା ମା ନବ ନବ ମାନେ ନୂଆ ସବୁଦିନେ ମା ଡାକଟା ହଉଛି ନୂଆ ପୁରୁଣା କେବେ ହୁଏ ନା ତେଣୁ ସିଏ ହଉଛି ମାନବ ମାନବ ଏ ମନୁଙ୍କ ପାଖରୁ ଯେତେବେଳେ ସୃଷ୍ଟି ତେଣୁ ମନୁଙ୍କ ପାଇଁ ହେଲା ମାନବ ବଂଶଧର ମାନବ ମାନବର ଜୀବନ ବର୍ଷକ ପାଇଁ ନୁହେଁ ନା 100 ବର୍ଷ ପାଇଁ ନୁହେଁ ନା 80 ବର୍ଷ ପାଇଁ ନୁହେଁ ନା ଏ ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ମା କର୍ମ ହଉଛି ବଡ କଥା ଏଇ କର୍ମ କରିକିରି ମାନବ ମାନେ ସ୍ୱର୍ଗପୁରକୁ ଅଧିକାର କରିଛନ୍ତି କହିଲେ କର୍ମ ହଉଛି ମୂଳ ବୀଜ ବୃକ୍ଷ ଅଙ୍କୁରି ଉଠେ ତେଣୁ ମୋର ପଣ୍ଡିତ ମଣ୍ଡଳୀ ଏ ଯୋଉମାନେ ଅକ୍ଷୟ କୀର୍ତ୍ତି ରଖିଛନ୍ତି ମୁଁ ତାଙ୍କରି କଥା ଆପଣ ମାନଙ୍କ ସମ୍ମୁଖରେ କହୁଛି ମହାଭାରତରେ ପାଣ୍ଡବ ମାନେ ଏ ବାପା ବନବାସ ଦୁଃଖରେ ଅଛନ୍ତି ବାବା କୋଉଠି ଅଛନ୍ତି କୋଉଠି ବାପା ଆପଣ ମାନଙ୍କର ବର୍ତ୍ତମାନ ଯଦି ଶରୀର ଅସୁସ୍ଥ ହୁଏ କିଛି ଅସୁବିଧା ହୁଏ ଆମେ ବର୍ତ୍ତମାନ ମେଡିକାଲକୁ ପଳଉଛନ୍ତି ସେତେବେଳେ ଯାଉଥିଲେ କୋଉଠିକି ସାର୍ ନା ଚନ୍ଦନଂ ଶୀତଳଂ ଲୋକେ ଚନ୍ଦନ ଦପି ଚନ୍ଦ୍ରମା ଚନ୍ଦ୍ର ଚନ୍ଦନ ଦ୍ୱୟର ମଧ୍ୟରେ ଶୀତଳା ସାଧୁ ସଙ୍ଗତି ଏ ବନବାସ ଦୁଃଖରେ ସାଧୁଙ୍କ ଆଶ୍ରମରେ ଯାଇକି ରହିଲେ ଆଜ୍ଞା ବାପି ଆଜ୍ଞା ସାଧୁ ସାଧୁ ଆଜ୍ଞା ସାଧୁ କିଏ ସାଧୁ କି ଆମେ ପ୍ରକୃତ ସାଧୁ କାହାକୁ କହିବା ଆପଣ କହୁନାହାନ୍ତି ଓଡିଆ ପଦ ଗୋଟିଏ ପଦ କହିଲେ କୃଷକ ଉପାଡନ୍ତି
ଯେସନେ ଆତ୍ମା ବଢିମା ସେତୁ ଯୋଉ ମାନଙ୍କର ଆତ୍ମା ବଢିମା ନାହିଁ ସେ ହଉଛନ୍ତି ସାଧୁ। ବାବା ଯେମିତି ଆପଣ କ୍ଷେତ କିଆରିରେ ବାଳୁଙ୍ଗା ଛପା ଇତ୍ୟାଦି ଘାସକୁ କାଢି ଦିଅନ୍ତି ବାଛନ୍ତି ସେଇଭଳି ସେଇଭଳି ସାଧୁ ଯୋଉମାନେ ସାଧୁ ଆପଣ ମାନେ ଚିନ୍ତା କରନ୍ତୁ ତାଙ୍କ ଶରୀର ଭିତରେ ଯୋଉ ଅହଙ୍କାର ଅହମିକା ନଥାଏ ସେଥିପାଇଁ ଆପଣଙ୍କର ବ୍ୟାସ ପ୍ରମାଣ କଲେ ବ୍ୟାସ। ଅଦ୍ରୋହ ସର୍ବଭୂତେ କର୍ମଣା ମନସା ବାଚା ଅନୁଗ୍ରହଞ୍ଚ ଦାନଞ୍ଚ ସତ୍ୟ ଧର୍ମ ସନାତନ। ପ୍ରୋଟେକ୍ସନ ବାପା ସାରେ ଭଦ୍ରହ ଅଦ୍ରୋହ ସର୍ବଭୂତେଷୁ ତାନେ ସମସ୍ତଙ୍କୁ ସମାନ ଆଜ୍ଞା ଯେତେ ଭୂତ ଆତ୍ମା ଅଛି ମନୁଷ୍ୟ ପାଖରୁ ପଶୁ ପର୍ଯ୍ୟନ୍ତ ସମସ୍ତଙ୍କୁ ଯିଏ ସମାନ ଆଖିରେ ଦେଖେ ଭାବେ ପଦାତ୍ମା ସର୍ବଭୂତାତ୍ମା। ଭୂତାତ୍ମା ମୋ ଆତ୍ମା ଯାହା ଅନ୍ୟର ଆତ୍ମାଟା ସେଇଆ। ମତେ ଚାପୁଡେ ମାରିଲେ ଯେତିକି କଷ୍ଟ ଅନ୍ୟ ଜଣକୁ ଚାପୁଡେ ମାରିଲେ ସେତିକି କଷ୍ଟ। କଷ୍ଟ କର୍ମଣା ମନସା ବାଚା 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 ବୋଇଲେ କି କଥା ମା ଯୋଉଠି କଥା ଦେଇ ଦିଅନ୍ତି ସାଧୁ ବରଂ ପୂର୍ବର ସୂର୍ଯ୍ୟ ପଶ୍ଚିମର ଉଦୟ ହୁଏ ନା ହେଇପାରେ ବଢି କିନ୍ତୁ ତାଙ୍କ କଥାଟା ଟଳେ ନା। ମନସା ବାଚା ଆଜ୍ଞା କଥା ଯୋଉଠି ଦେଇ ଦିଅନ୍ତି ମନ ଲଗେଇକିରି କର୍ମଟାକୁ କରନ୍ତି। ଭଦ୍ରହ ସର୍ବଭୂତେଷୁ କର୍ମଣା ମନସା ବାଚା ଅନୁଗ୍ରହ 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 ଦାନ ଦେଉଥିବେ ଦାନ ଆଣୁଥିବେ। ବାପା ମଧୁରାଚ ବାଣୀ ବାବା ଏଇଖିଣି ଆମେ ମଧୁର ବାଣୀ କହୁନାହାନ୍ତି। ଆଜିକାଲି ଆପଣ ମାନେ ଦେଖନ୍ତୁ ଘରେ ଘରେ କଳି ହେଇଗଲାଣି। ହଁ ହଁ ଶାଶୁ ବୋହୁର ପଡୁନାହିଁ ପ୍ରାୟ ଜାଗାରେ ବାପ ପୁଅର ପଡୁନାହିଁ ପଡୁନି ଭାଇ ଭଉଣୀର ପଡୁନାହିଁ ପଡୁନି ଭାଇ ଭାଇର ପଡୁନାହିଁ ଶାଳି ଭିଣେଇରେ ର, ପଡୁନି ର। ମୋର ପଡୁନି ର କଣ ପାଇଁ ପଡୁନାହିଁ ମାଲ ନା ମଧୁରାଚ ବାଣୀ। ମଧୁରାଚ ଆମ ଏ ପାଟିରେ ଅମୃତ ଅଛି ପାଟିରେ ବିଷ ଅଛି। ଏଇ ପାଟିରେ ବିଷ ଯଦି ଶାଶୁ ପଦେ କହିଦେଲା ସେଠି ଯଦି ନରମିକିରି ବୋହୁ କହିବ ମା ମୁଁ କଣ କରିଛି କି ତମେ ମୋ ଉପରେ ରାଗିଲ ବେଳେକେ ଶାଶୁ ଚିନ୍ତା କରିବ ଆରେ ମୋ ଝିଅ ଭଳିଆ ତ। ଯଦି ବୋହୁ ପାଟିରେ ମଧୁର କଥା ଅଛି ଶାଶୁ ପାଟିରେ ମଧୁର କଥା ଅଛି ଭାଇ ପାଟିରେ ମଧୁର କଥା ଅଛି ତାହେଲେ ସେ ଘରଟା ଭାଙ୍ଗେ ନା ଆଜ୍ଞା। ଭାଙ୍ଗିବନି ସେଥିପାଇଁ କହନ୍ତି ବୈକୁଣ୍ଠ ସମାନ ଅଟେ ପରସ୍ପର ସ୍ନେହ ଧରି ଥାଏ କହିଲେ ଯୋଉଠି ପରସ୍ପର ଭିତରେ ମମତା ସ୍ନେହ ଥାଏ ସେଇଟା ହଉଛି ବୈକୁଣ୍ଠପୁର। ବାପା ବୈକୁଣ୍ଠକୁ କିଏ ଦେଖିଛି ନା ସେ ନ ଦେଖିକିରି ସୁନ୍ଦର। ବାବା ଆଚ୍ଛା ନ ଖାଇକିରି ସ୍ୱାଦ କିଏ ନ ଖାଇକି ସ୍ୱାଦ ଆମ୍ବୁଲ ହେକ୍। ନ ଚିପିକିରି ଟାଣ କିଏ ବେଲ ହେକ୍। କହିଲେ ନ ଚିପିକିରି ଟାଣ ହଉଛି ବଜ୍ର। ଆମେ କହନ୍ତି ବଜ୍ର ଭଳିଆ ହେଇଛି। ଏଇ ପିଲାର ମୁଣ୍ଡ ଏ ନ ଦେଖିକିରି ସୁନ୍ଦର ହଉଛି ବୈକୁଣ୍ଠପୁର। ନ ଚାଖିକିରି ସୁଆଦିଆ ଜିନିଷ ହଉଛି କିଏ ନା ଅମୃତ। ଅମୃତକୁ ଆମେ ଚାଖି ନାହାନ୍ତି ଆମେ କହନ୍ତି ଯାହା ହେଇଥିଲା ଅମୃତ ଭଳିଆ ହେଇଛି। ଆଜି ଯୋଉ ଶାଗ ଖରଡ଼ା ଟିକେ ହେଇଥିଲା ନା ରୋଷେଇ ଭାଇର ହାତଟା ମୋର ଦରକାର ତାପରେ ର ଖାଇବା ରହିବାରେ କିଛି ଅଭାବ ଅସୁବିଧା ନାହିଁ। ନା ପୂର୍ଣ୍ଣବାବୁ 2 ଦିନ ହେଲା ନଥିଲେ ଯାହା ହଉ ସେ କାଲି ଆସିକିରି ପହଞ୍ଚିଛନ୍ତି। ବାବା ଆମର ଐରି ବାବୁ ସିଏ ସଦା ସର୍ବଦା ବୁଝୁଛନ୍ତି। ସଚି ବାବୁ ଆଉ ସେ ସନ୍ତୋଷ ଯୋଉ ବାବୁ ସନ୍ତୋଷ ଆଉ ଇଏ ତାକୁ କାହିଁକି ଆଜି ଦେଖିବାକୁ ପାଇଲିନି ସଚି ସନ୍ତୋଷ ସନ୍ତୋଷ ଆଉ 2 ଜଣ ଭାଇ ବି ଆସିକିରି ପହଞ୍ଚିଲେଣି ତାଙ୍କ ନାଁ ମୁଁ ବୁଝିନି। ଯାହା ହଉ ଇଏ ଗ୍ରାମବାସୀ ମାନଙ୍କର ଏତେ ସ୍ନେହ ଶ୍ରଦ୍ଧା ବାଟରେ ଚାଲିଗଲା ବେଳେ ବି ଯୋଉ ବାପା କି ଭାଇ ଦେଖା ହେଇଯାଉଛନ୍ତି ଆଜ୍ଞା କଣ ଦରକାର କି ଖାଇବା ପିଇବା ଠିକ ଚାଲିଛି ତ ନା ଆଜ୍ଞା ଭଲ ଚାଲିଛି। ୟାଠାରୁ ଆଉ ବଡ ଜିନିଷ କଣ ଅଛି ମା ବୈକୁଣ୍ଠ ର ସେଇଟା ହଉଛି ବୈକୁଣ୍ଠପୁର ବାବା ଯୋଉଠି ପରସ୍ପର ଭିତରେ ମମତା ଅଛି। ଆମେ ତ ମମତାକୁ କାଟିଲେ ସାରେ ଏ ପିଲାର ଜନ୍ମଦିନ ଏଇ ଶୁଣ ଶୁଣ ଭାରତୀୟ ମା ମାନେ 100 ପ୍ରକାରର ପିଠାପଣା କରି ଶିଖିଛନ୍ତି। ଆମର ବୁନ୍ଦିଆ ମିଠେଇ ଆସେ ଆମେ ବାଣ୍ଟିକିରି ଖାଇବା ପାଇଁ। ଲଡୁ ଲଡୁ ଏଇଖିଣି ଆଉ ବୁନ୍ଦିଆ ମିଠେଇ ଆସୁନି। ନା ନା ଆମେ ଗୋଟେ କେକ୍ ଆଣିବା ଛୁଆକୁ କହିବା ସେ ଅନ୍ଧାର କରିବ ଆଗେ ଆଲୁଅକୁ ଫୁଙ୍କିବ ଫୁଙ୍କିକିରି କାଟିବ ହାପି ବାର୍ଥଡେ ବାଡି ହାପି ବାର୍ଥଡେ। ଆଜ୍ଞା ଛୁଆ ଯେତେବେଳେ ବଢିଲା ସିଏ ଜାଣିଲା ଯାହା କରିମି ସବୁ ଅନ୍ଧାରିଆ କରିମି। ଯଦି ଚାକିରି କଲି ଅନ୍ଧାରିଆ ଲାଞ୍ଚ ନେବି ଆଉ ଯଦି ଅଲଗା କାମ କଲି ଅନ୍ଧାରିଆ ଚୋରି ଟାଉଟର ବଦମାସି କଲି ଆଉ
ତାପରେ କାଟିବା ଶିଖିଲା। କାଟିବା ଶିଖିଲା। ବଢିଗଲା ପରେ ବାପୁ କାଟିଲା, ଭାଇକି କାଟିଲା, ମାକୁ କାଟିଲା। ବୃଦ୍ଧାଶ୍ରମ ଏତେ ଥିଲା ନା ଆଜ୍ଞା, ସୃଷ୍ଟିରେ ବୃଦ୍ଧାଶ୍ରମ ଥିଲା ନା ଏତେ? ଓଡ଼ିଶାରେ এইখানে বৃদ্ধাশ্রম বঢ়িগলা, কীর্তন সংখ্যা বঢ়ি যাইছে। এ হরে রাম হরে কৃষ্ণ, কৃষ্ণ কাইকি আমি কৃষ্ণ ভলিয়া হবা, রাম ভলিয়া হবা রাতিরে কইলে। কৃষ্ণ আজ্ঞা চতুর্থ শ্রেণী কর্মচারী হেলে, জনে সম্রাট রাজা সে দূত হবাটা চতুর্থ শ্রেণী কর্মচারী নুহে না বাপা? চতুর্থ শ্রেণী কর্মচারী কাইকি হেলে? তাଙ୍କ ଭିତରେ ଅହଙ୍କାର ନଥିଲା। অহংকার নথিলা। যদি যুদ্ধটা হয়ে যায় ধন জীবন গোটে নষ্ট হয়ে যাব। বর্তমান যুদ্ধ চালছি, ধন জীবন নষ্ট হোনি। তেণু মোর পণ্ডিত মন্ডলী আমি পিলা এ বেলুরু শিক্ষা দেলেনি। ସଂସ୍କାର মা সংস্কার দব, যে পিলা নইব সে বড় হব। বাপা মা গুরুজনকু যে প্রণাম করে সে জীবନରେ বড় হুয়ে। ମେସେଜ ଗଲା। যে কলসীটা পূর্ণ হুয়ে নইলে পূর্ণ হব। যা পানি কলসী আনিব সে নইব, আগে কলসী নইব, সে পিলাটা নইব, নইলে পূর্ণ হব। যে পিলা জীবନରେ নইছি তা জীবନରେ সে পূর্ণ হয়েছি। তেণু পণ্ডিত মন্ডলী এ কথা গুড়াক মো মা মানে বাপা মানে, বাপা তো দরকার পড়িব বিদেশ রইলে শিখাইব কিଏ না মা শিখাইব। মোর পণ্ডিত মন্ডলী আপন মানে এইটি বিচার করতু কাহিଁକି কথা কইলি? ପଇସା ପାଇଁ ପଇସା কইলা পয়সা পাই। ବାବୁ ମାନେ ପଇସା ଦେବେନି। ର বৈকুণ্ঠ সমান আহা ওটে এই ঘর, পরস্পর স্নেহ যাই ଥାଏ থাকে। ନିରନ୍ତର ଯୋଉଠି ପରସ୍ପର ସ୍ନେହ ଥାଏ, ମମତା ଥାଏ, ସେଇଟା ହଉଛି ବୈକୁଣ୍ଠପୁର। ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ 5 ଖଣ୍ଡ ପୋଡା ଯାଇକିରି ମାଗିଲେ ମହାମାନି ଦୁର୍ଯୋଧନ। ଆମେ ବର୍ତ୍ତମାନ ତା ଭୁଲିଗଲେଣି। ପଥର ମନ୍ଦିରକୁ ଯାଇକିରି ସେ ଦେବତା ହେଇଗଲା, ମଣିଷ ମନ୍ଦିରକୁ ଯାଇକିରି ପଥର ହେଇଗଲା। ସାଧୁ ଆମେ କାହାକୁ କହିବା? কথাটা এইটি পড়ছিলা, অদ্রোহ সর্ববিশেষু কর্মণা মনসা বাচা অনুগ্রহঞ্চ দানঞ্চ। দান মধুর বাণী, ସତ୍ୟ ଧର୍ମ ସନାତନ। সত্য ধর্ম সনাতন। সত্যକୁ পালন কলা, সনাতন ধর্মକୁ পালন কলা, সে হচ্ছে সাধু। ସାଧୁ বাপি ଆଜ୍ଞା ଆମେ ବାବାଜୀ କାହାକୁ କହିବା? ସୁର ବାବାଙ୍କୁ আরে এ টোকা ইয়ে সবু বাবাଙ୍କୁ চিহ্নিছি। সারথী বাবা আগে কইলা, এইখানে বাবাজী হচ্ছেন সুর বাবা। আরে এ মূর্খ এ বাবাজী আমি কাহাକୁ কইবা না? যিয়ে বা সহিত বাজি লগায়। କେତେ ଶିକ୍ଷା ଦେଖ। বা সহিত বাজি মানে কোন? ବାପା ସହିତ ତୁଡୁ ତୁଡୁ কোন বাপা সহিত তুড়ু তুড়ু ভিসুম কোন কইবা আজ্ঞা? ମୁଁ ବା ମୋ হেট! ବା ଡାକେ। বা বইলে কি পবন? ଓ ପବନ যিয়ে পবন সহিত বাজি লগায় সে হচ্ছে বাবাজী। ବାବା পবন সহিত আপন মানে কেমিতি বাজি লগাইবে? ତୁ କହୁନୁ ନା ତୁ କହୁନୁ আপন মানকর মহাপুরুষ অচ্যুত কহিলে। ଆପଣ କୁହନ୍ତୁ ସାର୍। কলা না সারে ওঙ্কার নেই, ସାରେ ଓଙ୍କାର ନେ নাভি মণ্ডলরে রখଛୁ নেই, হে কণ্ঠ জিহ্বারে ভজন নাই। কলে না সারে ওঙ্কার নেই, নাভি মণ্ডলরে রখ তুই মনুয়ারে কণ্ঠ জিহ্বারে ভজন নাই। ଭଜନ ନାହିଁ। আজ্ঞা কোন করিব? কলে মণিপুর চাপিবা মণিপুর চাপিলা ମୋ ବାପା ମାନେ ଆପଣ ମାନେ ଜ୍ଞାନୀ, ଆପଣ ମାନେ ସମସ୍ତେ ଶୁଣନ୍ତୁ। ତତ୍ତ୍ୱ ଯୋଉମାନେ ଧ୍ୟାନ କରନ୍ତି, ରେଚକ ପୂରକ କୁମ୍ଭକକୁ ସାଧନ କରନ୍ତି, ଆଜ୍ଞା ଏ ମା ସବୁ ଜାଗାରେ ମା ଅଛି। ଯୋଗ ମାୟା ଅଛି ତ୍ରିକୁଟ ସନ୍ଧିରେ। ମଣିଷ ଯେତେବେଳେ ଧ୍ୟାନ କରିକି ଲକ୍ଷ୍ୟଟା ପ୍ରଭୁଙ୍କ ଆଡକୁ ନିଏ, ଦେଶରେ ଯୋଗ ମାୟା ଚାବୁକୁ ମାରି ତାକୁ ଫେରେଇ ଦିଏ। କାହିଁକି ଫେରେଇ ଦିଏ? କାହିଁକି ଏ ତୋ ଅନ୍ତରରୁ ମୋହ ଯାଇ ନାହିଁ। ବା 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 ସେଥିପାଇଁ ଯଦି ଯୋଗ ମାୟା ଦୟା କରିବ, ଆମର ହବ କଣ? କହିଲେ ସେ ଦେବୀ ସୁଦୟା କଲେ,
ସେଥିପାଇଁ ଯଶୋବନ୍ତ କହିଲେ ଯେବେ ପାଇବୁ ହାତ ମାୟାକୁ ତୁହି କାଟ ଯେବେ ପାଇବୁ ହାତ ମାୟାକୁ ତୁହି କାଟ ବସିବୁ ବୈକୁଣ୍ଠ ଆବୋହରି ବଡ଼ ମାୟା ବିଯିବ ନୁହେଁ କାହାରି ବଡ଼ ମାୟା ବିଯିବ ନୁହେଁ କାହାରି ବାପା ବିଷୟ ରୋଜାଗର କଥା ଆପଣ ମାନଙ୍କୁ ଚାହିଁଲେ 20 ମିନିଟରେ ସାରିଦେବି ରେଡିଓ ପାଲା ବି ହଉଛି ଟିଭିରେ ଅଧଘଣ୍ଟା ଭିତରେ ବି ପାଲା ହଉଛି କିନ୍ତୁ ଟିକେ ତତ୍ତ୍ୱ କଥା କହିଲି କାହିଁକି ନା ତତ୍ତ୍ୱ ବୁଝିଲେ ତୁଟେ ଭ୍ରାନ୍ତି ଅବସାଗର କରି ଯାନ୍ତି ଆଜ୍ଞା ଏଇ ତତ୍ତ୍ୱ ବ୍ରହ୍ମଜ୍ଞାନ ଶୁଣିଲା ଶୁଆ ପକ୍ଷୀର ଅସ୍ଥି ଜୀବଦାନ ପାଇଗଲା ଆମେ ପା ମଣିଷ ଆମେ ସବୁ ଜାଣୁଛନ୍ତି 56 କୋଟି ଜୀବ 52 କୋଟି ଭଣ୍ଡାରରୁ ଶ୍ରେଷ୍ଠ କରାଗଲା ମନୁଷ୍ୟ କାହିଁକି ପରମ ଶାସ୍ତ୍ର ଭାଗବତର ଜଗନ୍ନାଥ ଦାସ କହିଲେ ମାନବ ଦେହେ ଦିବ୍ୟ ଜ୍ଞାନ ରେ ଦିବ୍ୟ ଜ୍ଞାନ ଭଗବାନ ହେ ଭଗବାନ ମାନବ ଦେହର ଦିବ୍ୟ ଜ୍ଞାନ ଜ୍ଞାନ ତ ଜ୍ଞାନ ଦିବ୍ୟ ଜ୍ଞାନ କଣ ଚଷମା 40 ବର୍ଷ ପରେ ଲାଗେ ଛୋଟ ଅକ୍ଷର ଟୋକା ବସ୍ ଦିବ୍ୟ ଜ୍ଞାନ ଅର୍ଥ ଭଗବତ ଚେତନା ଇଷ୍ଟ ଚେତନା ଗୁରୁଜନଙ୍କ ପ୍ରତି ଭକ୍ତି ମଧୁରାଚ ବାଣୀ ସେଥିପାଇଁ କହୁଥିଲେ ଆଗ କାଳରେ ପ୍ରତ୍ୟେକ ଦୁଆରେ ଲେଖା ହଉଥିଲା ଅତିଥି ଦେବ ଭବ ସାରେ ଅତିଥି ଦେବ ଭବ ଲେଖା ହଉଥିଲା ତାପରେ ଲେଖାଗଲା ଆଚାର୍ଯ୍ୟ ଦେବ ଭବ ତାପରେ ଲେଖାଗଲା ସ୍ୱାଗତମ୍ ତାପରେ ଲେଖାଗଲା ୱେଲକମ ଏଇଠି ଲେଖାଗଲା କୁକୁର ପ୍ରତି ସାବଧାନ ସେଟା ବି ଲିଭିଲାଣି ଏବେ ଲେଖା ହଉଛି ସିସି କ୍ୟାମେରା ନଜରରେ ଅଛନ୍ତି ବାପା ଆଗରୁ ଏକଥା କାହିଁକି ଲେଖା ହଉଥିଲା ଅତିଥି ଦେବ ଭବ ଆଚାର୍ଯ୍ୟ ଦେବ ଭବ ନା ଆଚାର୍ଯ୍ୟ ଆମ ଘରକୁ ଆସିବେ ଗୁରୁ ଆସିବେ ଆମକୁ କିଛି ତତ୍ତ୍ୱ କଥା କହିବେ ଦର୍ଶନ କଥା କହିବେ ଜ୍ଞାନ କଥା କହିବେ ସେଥିପାଇଁ କହନ୍ତି ପରମ ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କହିଲା ଯେ ହେଲା ଆତ୍ମାର ବହି ଗୁରୁ ବ୍ରାହ୍ମଣ ହେ ପୁଣି ସେଇଥିରେ କହିଲେ ବ୍ରାହ୍ମଣ କଲେ ଅପରାଧ ବେଗେ ପୂଜିବ ତାଙ୍କ ପାଦ ବ୍ରାହ୍ମଣ ଯଦି ଅପରାଧ କରେ ତା ପାଦକୁ ପୂଜା ଆପଣ ମାନେ କରିବେ ଆପଣଙ୍କ ଘରକୁ ବ୍ରାହ୍ମଣ ଯାଇଛନ୍ତି ଆପଣଙ୍କର ପୁଅ ବିଭାଘର 3 କେଜି ଘିଅ ଲେଖିଛନ୍ତି 2 କେଜି ଗୋସେଇ ପଡିଲେ 1 କେଜି ଘଟିରେ ପୁରେଇଲେ ଆପଣ ଯଦି ରାଗିକିରି କହିଦିଅନ୍ତି ନନା କଣ କଲ ସେ ଘିଅ ନେଇ ଯାଉଛ ଆଜ୍ଞା ଯଦି ରାଗିକିରି ବ୍ରାହ୍ମଣ ପଳେଇ ଗଲା ଆଉ ଆପଣଙ୍କର ନିସ୍ତାର ନାହିଁ ଆପଣ ତାପରେ ଆଉ ବରଂ 2 କେଜି ଘିଅ 5-7 ଜଣ ନେଇ ତା ଘରେ ଯାଇ ପହଞ୍ଚିବେ ଏ ଛୁଆ ପୁଣି ଲେଖିଲେ ଯେ ହେଲା ଆତ୍ମାର ବହି କହିଲେ ଯେ ହେଲା ଆତ୍ମାର ବୈରୀ ଗୁରୁ ବ୍ରାହ୍ମଣ ହେଲେ ମାରି ତାର ପ୍ରକୃତ ଅର୍ଥ କଣ ନା ଆତ୍ମାର କୋଉ ମାନେ ବୈରୀ ନା ଷଡ ଐରୀ କାମ କ୍ରୋଧ ଲୋଭ ମୋହ ମଦ୍ୟମ ଛାଡ଼ିବ ତଥା ଚେତାନି ଷଡ ଐରୀ ଶରୀର ମଧ୍ୟରେ ପ୍ରକଟିତ ବାପା ଏ ଯୋଉ ଷଡ ଐରୀ କାମ କ୍ରୋଧ ଲୋଭ ମୋହ ମଦ୍ୟ ଐଶ୍ୱର୍ଯ୍ୟ ଏକୁ ଦମନ କଲା ବାଲା କେବଳ ଶକ୍ତି କେବଳ ହଉଛି ବ୍ରାହ୍ମଣ ଆଉ ଗୁରୁ ଏକ ବ୍ୟତୀତ ଆଉ କେହି ଦମନ କରିପାରିବେନି ସେଥିପାଇଁ କହନ୍ତି ଯେ ହେଲା ଆତ୍ମାର ବୈରୀ ଗୁରୁ ବ୍ରାହ୍ମଣ ହେଲେ ମାରି ଆଜ୍ଞା ଏଇଖିଣି ସେଗୁଡାକ ସବୁ ବନ୍ଦ ହେଇଗଲାଣି କୁକୁର ପ୍ରତି ସାବଧାନ ଲେଖାଗଲେ ଜଣେ ଅତିଥି ଆପଣଙ୍କ ଘରକୁ ଯିବ ନା ସେ ଚିନ୍ତା କରିବ ଲେଖା ହେଇଛି ଗେଟ୍ ପାଖରେ କୁକୁର ପ୍ରତି ସାବଧାନ ବାବା ଯଦି ପଶିଯିବି ଭିତରକୁ ଯଦି ବଳୁଆ କୁକୁର ଥିବ ଖୋଲା ଥିବ ସେ ଦୌଡ଼ି ଆସିକି ତଣ୍ଟିଟାକୁ ଧରିବ ସେଥିପାଇଁ ଅତିଥି ଅଭ୍ୟାଗତ ଆଉ ଘରକୁ ଯାଉନାହାନ୍ତି ତେଣୁ ମୋର ପଣ୍ଡିତ ମଣ୍ଡଳୀ ଆମେ ମାନେ ଟିକେ ସଚେତନ ରହିବା ଏଠିକି ଫେରି ଆସନ୍ତୁ କଥାଟା ପଡିଛି ଏ ଯୋଉମାନେ ଗୌରୀ ଯୋଉମାନେ ନେଇକିରି ମା ଯୋଗ ମାୟା ପାଖରେ ପୁରୁଷତ୍ୱ ଲୁଚି ଦେବେ ମୋ ଧନ କହିବେନି ମୋ
ସମ୍ପତ୍ତି କହିବେନି, ନା ମୋ ଘର କହିବେନି, ନା ତାପରେ ଯୋଗମାୟା ବାଟ ଛାଡ଼ିଦେଲେ ବାବା ଆପଣ ପହଞ୍ଚିବେ କୋଉଠି ପହଞ୍ଚିବେ? ବାବା ତତ୍ତ୍ୱ ଦେ ମହାପୁରୁଷ ଅଚ୍ୟୁତ କହିଲେ ଗୋଟିଏ ପଦ। ମୋ ଭାଇ ନାଗିଲେ କଣ ହବ, ତମେ ୟା ଭିତରେ ପଶି ପାରିବନି ଜମା। ମହାପୁରୁଷ ଅଚ୍ୟୁତ କହିଲେ ଗୋଲାହାଟକୁ ଏବେ ଚଳ ସୁମନ, ସୁମନ ବାବୁରେ ଚଳ ସୁମନ, ସୁମନ ସହସ୍ରା ଦଳରୁ ବହୁ ଅଛି ପବନ, ଆଉ ସହସ୍ର ଦଳରୁ ବାହୁ ଅଠେ ପବନ ଗଣରେ, ଆଉ ସହସ୍ର ଦଳରୁ ବାହୁ ଅଠେ ପବନ, କାମକୁ ଗଲୁ ଫଟେ ବି କର ଦର୍ଶନ, ମନରେ କର ଦର୍ଶନ ସହସ୍ରା ଦଳରୁ ବହୁ ଅଛି ପବନ ଅଦେଖିନ ନାର ଗଗନ ମଣ୍ଡଳ, ଦେଖିନ ନାଳ ଅଜ୍ଞାନ ମଣ୍ଡଳ ଘଟି ଘଟ ମୂଳ ଆଦି ସେ ଉଜ୍ଜଳ, ଘଟେ ଘଟ ମୂଳ ମୁହଁଟି ସେ ଉଜ୍ଜଳ ଜୀବଟି ଚିହ୍ନ ଜୀବନ ଯା ଯିବ, ଗୋଲାହାଟକୁ ଚଳ ଏବେ ସୁମନ, ଗୋଲାହାଟକୁ ଚଳ ଚାରି ନୟନ ନ ଦେଖିବ ନାରୀ। ବାପିରେ ଆଜ୍ଞା ଯିଏ ଜମା ଆଖିରେ ନାରୀ ଦେଖି ନାହିଁ ସେ ହବ ବ୍ରହ୍ମଚାରୀ। କକାଲୁ ଦୀର୍ଘ 27 ବର୍ଷ ହେଲା ପାଲା ପରିବେଷଣ କଲେ, ହରି ନାମ ଗୋବିନ୍ଦ ନାମ କୃଷ୍ଣ ନାମ ନଉଛୁ, ଆଶା କରିଥିଲି ଭବିଷ୍ୟତରେ ବ୍ରହ୍ମଚାରିତ୍ୱ ଲାଭ କରିବି। ସାର୍ ଯୋଉ କଥାଟା କହିଲେ ମନଟା ପାଣି ଫାଟିଗଲା। କାହିଁକି? କହିଲେ ନିତ୍ୟ ସଂଯମୀ ବ୍ରହ୍ମଚାରୀ ନୟନେ ନ ଦେଖିବୁ ନାରୀ, ଆଖି ଖୋଲିଲା ବେଳୁ ଆଖି ବୁଜିଲା ପର୍ଯ୍ୟନ୍ତ ନାରୀମୟ ଜଗତ ଜଗତମୟ ନାରୀ। ପ୍ରଥମ ଆଖି ଖୋଲିବୁ ଆଶା ଦିଦି, ତାପରେ ଅଙ୍ଗନବାଡି ଦିଦି, ତାପରେ ସ୍କୁଲରେ ଦିଦି, ତାପରେ କଲେଜରେ ମ୍ୟାଡାମ, ତାପରେ ଲେଡିସ୍ ଓଲା ତ କହି ଚାଲିଲା ଆଉ। ବାପି ଆଜ୍ଞା ନିତ୍ୟ ସଂଯମୀ ବ୍ରହ୍ମଚାରୀ ନୟନେ ନ ଦେଖିବ ନାରୀ, ଯିଏ ଜମା ନାରୀ ଦେଖି ନାହିଁ ସିଏ ହବ ବ୍ରହ୍ମଚାରୀ। ପୁଣି କହିଲେ ନିତ୍ୟ ସଂଯମୀ ବ୍ରହ୍ମଚାରୀ ଚାରି ହରିବ ସାତ ପାଞ୍ଚ ନାରୀ। ବାପିରେ ଆଜ୍ଞା ଯିଏ 7 5 12 ନାରୀ କି ହରଣ କରିଛି ସିଏ ହବ ବ୍ରହ୍ମଚାରୀ। କକାଲୁ ମରିଯିବୁ, ତତେ ନୂଆ ରୋଗ ହବ, ଆର୍ଟ୍ସ ରୋଗ, ସେଇ ରୋଗ ହବ। କିରେ ମୂର୍ଖ ତମେ କଣ ବୁଝିଲ? ନିତ୍ୟ ସଂଯମୀ ବ୍ରହ୍ମଚାରୀ ହରିବୁ 7 5 ନାରୀ ମରିବୁ। ଦିଟା ଯାକ କଥା ଠିକ। ଯୋଉ ପ୍ରଥମ କହିଲି ନିତ୍ୟ ସଂଯମୀ ବ୍ରହ୍ମଚାରୀ ନୟନେ ନ ଦେଖିବ ନାରୀ, ନ ଐରୀ ନାରୀ, ଐରୀ ବୋଇଲେ କି ଶତ୍ରୁ। ଆପଣ ସାରେ ଶିକ୍ଷିତ ଜ୍ଞାନୀ ମାନେ ଅଛନ୍ତି, ଯୁବକ ଗୋଷ୍ଠୀ ଆପଣ କହିବେ ଏଠି ହର୍ଷଇକାର ଲାଗିଲା ସେଠି ଦୀର୍ଘଇକାର ଲାଗିଲା, ଏଇଟା କେମିତି ସମ୍ଭବ ହବ? ନା ଯୋଉ ନ୍ୟାୟରେ ଠାକୁର ଅଭିରାମ ପରମହଂସ କହିଛନ୍ତି ଇଏ ସକଳ ଘଟ ଅଛି ପୁରୀ, ତେଣୁ ଧାମ ନାମ ପୁରୀ। ଏଠି ଆଜ୍ଞା ହର୍ଷଇକାର ଦୀର୍ଘଇକାର ଲାଗିଲା, ତେଣୁ ସେଇଭଳି କହିଲେ ନ ଐରୀ ନାରୀ ନାରୀ, ଯିଏ ଜୀବନରେ କାହାରିକି ଶତ୍ରୁ ବୋଲି ଭାବି ନାହିଁ ସିଏ ହବ ବ୍ରହ୍ମଚାରୀ। ପିଲାମାନେ ମେସେଜ ଗଲା ବାପିରେ ଆଜ୍ଞା ଆଉ ଯୋଉ ପଦଟା କହିଲି ନିତ୍ୟ ସଂଯମୀ ବ୍ରହ୍ମଚାରୀ ହରିବୁ 7 5 ନାରୀ 7 5 12 ନାରୀ କିଏ? କଲିକତାରେ ଆରେ ଟୋକା ମୁଁ ସେଇ 12 ନାରୀ କଥା କହିଲି ନା। ଯିଏ 12 ନାରୀ କି ହରଣ କରିଛି ସିଏ ହବ ବ୍ରହ୍ମଚାରୀ। ସେ 12 ନାରୀ କିଏ? ର ବହୁ ବଡ ବାରୁ ଆଣିଲ ତାର 11 ସ୍ୱାମୀରେ ଘର, ବହୁ ବଡ ବାରୁ ଆଣିଲ ତାର 11 ସ୍ୱାମୀରେ ଘର, ବହୁ ବଡ ବାରୁ ଆଣିଲ। ପାଞ୍ଚ ଦିଅରଙ୍କୁ କୋଳରେ ବସାଇ, 5 ଦିଅରଙ୍କୁ କୋଳରେ ବସାଇ, ଇଏ
କିରେ ଆଜ୍ଞା ଇଏ ବୋଉଟିର 11ଟା ସ୍ୱାମୀ ବଢିଆ ଲାଭ ହଉଥିବ 5ଟା ଦିଅର ବହୁତ ଲାଭ ହଉଥିବ କିରେ କାହିଁକି ତାର ଯେତେବେଳେ ସାବିତ୍ରୀ ଅମାବାସ୍ୟା ଆସୁଥିବ ତାର 11 ଖଣ୍ଡ ଶାଢୀ ସାୟା ବ୍ଲାଉଜ ହଉଥିବ 11ଟା ହେ ହେ ଟୋକା ଏ ମୁଁ କୋଉ ରହ ଇଏ ନାରୀର 11ଟା ସ୍ୱାମୀ ଯଦି ସ୍ୱାମୀ ମରିଯାଆନ୍ତି ତାର 11ଟା ଭତ୍ତା ହବ ରହ 5ଟା ଦିଅରଙ୍କୁ କୋଳରେ ବସେଇଛି ଆଜ୍ଞା ମୋ ବାପା ମାନେ ମା ମାନେ ଏ ଜୀବର 11ଟା ସ୍ୱାମୀ ଜୀବର 11ଟା ସ୍ୱାମୀ କିଏ କିଏ ନା ଏକାଦଶ ଇନ୍ଦ୍ରୀ ଦିଅର 5ଟା 5ଟା ଦିଅର କୋଳରେ ବସେଇଛି 5 ମନ କହିଲେ 5 ମନ ଏକାଦଶ ଇନ୍ଦ୍ରୀ କି ଯିଏ ଯୋଉମାନେ ଆୟତ କରିଛନ୍ତି ସେଇ ବ୍ରହ୍ମ ସେଇମାନେ ବ୍ରହ୍ମଚାରୀ ହେବେ ତେଣୁ ପାଣ୍ଡବ ମାନେ ବାସ୍ ବାସ୍ ବାପା ସାଧୁଙ୍କ ଆଶ୍ରମରେ ଯାଇକିରି ଆଶ୍ରୟ ନେଲେ ସାଧୁ କିଏ ଏତିକି ବାଟ ଗଲା ସାଧୁ କିଏ ଏତିକି ବାଟ ମୁଁ କହିଲି ଆଜ୍ଞା 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 ମୋର ପଣ୍ଡିତ ମଣ୍ଡଳୀ ଆଜି ଆପଣ ଗାଇ ଦିଅନ୍ତୁ କାଲି କି ସେ ଗାଇବେ ନାଇଁ ଆଜ୍ଞା ଆମେ କରମଣ୍ଡଳ ଆମେ ଠିକ ଟାଇମରେ ନେଇ କଲିକତାରେ ପହଞ୍ଚେଇ ଦେବୁ ଆଉ ମୋ ଭାଇ ତ ପ୍ୟାସେଞ୍ଜର ଗାଡି ସେଇଆକୁ ଖାଲି ଧକେଇ ହଉଥିବ ଆଉ ର ମୋ ଭାଇ ଧକେଇକି ଚାଲିବ ସାନ ଭାଇ ତ କହିବି ନାହିଁ କିଛି ନାଇଁ ନାଇଁ ଆଜ୍ଞା ଇଏ ଅଛନ୍ତି କୋଉଠି କୋଉଠି ନା ଋଷି ସାନ୍ଧିପନିକ ଆଶ୍ରମ କକା ବୁଝିଲୁ ସାଧୁ ସଂଘ ଋଷି ଶାନ୍ତିପନିକ ଆଶ୍ରମ ଶାନ୍ତିପନିକ ପାଖରେ ପାଠ ପ୍ରଭୁ ପଢିଥିଲେ ଇଏ କିଏ ଋଷି ସାନ୍ଧିପନି ରଙ୍ଗା ମାରିକି ଯିବା ସିଏ ଆଉ ମୁହଁ ପୁରେଇ ଋଷି ସାନ୍ଧିପନିଙ୍କ ଆଶ୍ରମରେ ପାଣ୍ଡବ ମାନେ ଆଶ୍ରୟ ନେଇଛନ୍ତି ବାବା ରାତିଟା ପାହିଲା ଯେତେବେଳେ ରାତି ପାହିଛି ଆପଣ ମାନଙ୍କର ସାରେ ପ୍ରଭାତ ବଳିଷ୍ଠ କବି ବା ଗୋଟିଏ ପଦ ପ୍ରମାଣ କଲେ ତପସ୍ୱିନୀ କାବ୍ୟ ଗଙ୍ଗାଧର ମେହେର ରଙ୍ଗାଜୀବ ଗଙ୍ଗାଧର ଛାନ୍ଦୁରୁ ଗୋଟିଏ ପଦ ଆଶ୍ରମର ପ୍ରଭାତ ବା ୟମୁନି ମୁଖ ବେଦ ମନେ ମୁଖ ବେଦ ସ୍ୱନା ପୂର୍ଣ୍ଣ କଲା ଉଠିଲା ଦେବୀ ପବନ ବୈକୁଣ୍ଠେ ଦେଇ ଦ୍ରୌପଦୀ ଅନନ୍ତ ଶ୍ରୁତି କି ଗତି ବିହିଲେ କି ସରସ୍ୱତୀ ବୀଣା ଝଙ୍କାର ଆରେ ଭୋଳା ବୀଣା ଝଙ୍କାର ବେଳ ବେଳ ବନ ପ୍ରବଳ ଦେହେ ମାରି ଆସିଲା ମୁନି ମୁଖ ଘରର ପାଟି କିଏ କଲା କିଏ ପାଟି ଏତେ ଜୋର କିଏ ପାଟି କଲା ଏ ଗାଁ ପିଲା କିଏ ପାଟି କରୁଛି ଏ ଗାଁ ପିଲା ନା କ୍ଷମା କରିବେ ଆଜ୍ଞା ମୁଁ ଆପଣ ମାନଙ୍କୁ କହୁନାହିଁ ଆଉ ଜଙ୍ଗଲ ଭିତରେ ଯୋଉ ଆଶ୍ରମ ଅଛି ସେ ଆଶ୍ରମର ପାଟି ଶୁଭିଲା କି ଭଳିଆ ପାଟି ଆମେ ଯେମିତି ପାଟି କରୁଛନ୍ତି ସେଠି ସେଭଳି ପାଟି ଶୁଭିଲା ନାହିଁ ନାଇଁ 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 ସେଠି ପାଟି ଶୁଭିଲା ମୁନି କୁମାର ମାନଙ୍କର ଓଙ୍କାର ଶବ୍ଦ ବେଦଧ୍ୱନି ବାବା କବି କହିଲେ ଏ ଓଙ୍କାର ଶବ୍ଦ ବେଦଧ୍ୱନି ଏଭଳିଆ ମୁଖରିତ ହେଲା ବନ ରୂପକ ହାଣ୍ଡିଟା ପୂର୍ଣ୍ଣ ହେଇଗଲା ଯଦି ମୋ ମା ମାନେ ହାଣ୍ଡି ଭିତରେ କିଛି ଜିନିଷ ରଖନ୍ତି ବିରି ମୁଗ ଚାଉଳ ହାଣ୍ଡିଟା ପୂର୍ଣ୍ଣ ହେଇଗଲେ ଉପରକୁ ଉଛୁଳି ପଡିବ ଆଜ୍ଞା ଆଜ୍ଞା ହେଲେ ଏ ବନ ରୂପକ ହାଣ୍ଡିଟା ପୂର୍ଣ୍ଣ ହେଇଗଲା ଓଙ୍କାର ଶବ୍ଦ ବେଦଧ୍ୱନିରେ ପାଲା କେତେ ଖାଲରେ ର କବି ପ୍ରମାଣ କଲେ ଯେତେବେଳେ ପୂର୍ଣ୍ଣ ହେଲା ଉପରକୁ ଉଠିଲା ପହଞ୍ଚିଲା କୋଉଠି ଓଙ୍କାର ଶବ୍ଦ ପହଞ୍ଚିଲା ବେଦଧ୍ୱନି ବୈକୁଣ୍ଠପୁରରେ ବୈକୁଣ୍ଠପୁରରେ ଯୋଉମାନେ ଥିଲେ ତାଙ୍କୁ ତୃପ୍ତି ଦେଇ ଅନନ୍ତ ଶ୍ରୁତି କି ଗତି ଅନନ୍ତ
ପଡିଲା। ପଡିଲା ନାରାୟଣ ବିଚାର କଲେ ବିହି ବିହିଲେ କି ସରସ୍ୱତୀ ବୀଣା ଝଙ୍କାର, ସରସ୍ୱତୀ ବୀଣାର ଝଙ୍କାର କଲେ କି ବେଳୁ ବେଳ ବେଳୁ ବେଳ ବନ ଉଜ୍ଜଳ। ବେଳୁକୁ ବେଳ ବନଟା ଏମିତି ଉଜ୍ଜଳ ଦେଖାଗଲା, କବି କହିଲେ ମନ୍ତ୍ର ବଳରେ ବଳିଆନ ହେଇକିରି ଦିବସଟା ମାଡି ଆସିଲା। ମାଡିଆ ଆସିଲା। ଏ ବାପା ଏଇ ଶୁଣ ଶୁଣ ଏ ମା ମାନେ, ମୁଁ ଆଉ ବେଶୀ ଅଳଙ୍କାର ଦଉନି, ନାଇଁ ନାଇଁ ଅଳଙ୍କାର କାହିଁକିନା ମତେ ଯାଇ ଠିକ ଜାଗାରେ ପହଞ୍ଚିବାକୁ ପଡିବ। ବାସ ବାସ ରାତି ପାହି ଯାଇଛି। ମୁନି ମୁନି କୁମାର ଉଠିଲେ, ଏ ଫଳମୂଳ ଆଣିବେ, ଜଙ୍ଗଲକୁ ଯିବେ, ସ୍ନାନ ଶୌଚ ହେବେ, ଫୁଲ ଫଳ ଇତ୍ୟାଦି ନେଇକିରି ଆସିବେ କାଠ। ମୁନି ମୁନି କୁମାର ଯେତେବେଳେ ପଳେଇ ଗଲେ, ପାଣ୍ଡବ 5 ଭାଇ ସେ ଉଠିକିରି ଗଲେ। ତାଙ୍କ ସାଙ୍ଗରେ କାହିଁକି ଗଲେ? କାହିଁକି? ଆଜ୍ଞା ଆମେ ସ୍ନାନ ଶୌଚ ହେଇକିରି ଆସିବା, ଆସିବା ଚାଲ। ଏ ଆଶ୍ରମରେ ଯୋଉ ଦେବତା ଅଛନ୍ତି ଆମେ ଫଳ ଫୁଲ କିଛି ନେଇକିରି ଆସିବା। ଆଜ୍ଞା ପଳେଇ ଗଲେ। ଚାଲ ସାରେ ଇଏ ଯାଇ ପହଞ୍ଚି ଯାଇଛନ୍ତି କୋଉଠି ନା ଜଙ୍ଗଲରେ, ଗୋଟେ ଝରଣା ପାଖରେ ପହଞ୍ଚି ଗଲେ ମା। ବାବା ଆଜ୍ଞା ମୁନି ମୁନି କୁମାର ଆଗେ ପଳେଇ ଆସିଛନ୍ତି, ଇଏ ତ ଦେଖି ନାହାନ୍ତି ନୂଆ। ଯାଇ ପହଞ୍ଚିଥିଲେ ଗୋଟେ ଝରଣା ପାଖରେ, ଦେଖିଲେ ଯେ ଘାଟ ନାହିଁ। ତେଣୁ 4 ଭାଇ ଆଗକୁ ଆଗକୁ ଗଲେ ଘାଟ ଦେଖିବାକୁ। ବା କୋଉଠି ଟିକେ ଭଲ ପଥର ପଡିଥିବ, ଆମେ ଓହ୍ଲେଇକିରି ସେଇଠି ଟିକେ ସ୍ନାନ କରିବୁ। ସ୍ନାନ ଶୌଚ ହବା। ଧର୍ମରାଜ ଯୁଧିଷ୍ଠିର ଛିଡା ହେଇଛନ୍ତି, ଇଏ ଦେଖିକିରି ଆସିଲେ ମତେ ଡାକିବେ। ଠିକ ଏତିକି ବେଳେ ଜୋର ପାଟି ଶୁଭିଲା। ଆଉ କିଏ ପାଟି କିଏ କଲା? ଫେର ପାଟି କାହିଁକି ଶୁଭିଲା? ଫେର କାହିଁ ଶୁଭିଲା? ଆଜ୍ଞା ମୁଁ କହୁନି ସାରେ, ମୋ ବାପା ରାଜଶେଖର ଏମିତିଆ କବି ଏ ଭାରତ ବର୍ଷରେ ଥିଲେ। ଆଜ୍ଞା ଗୋଟିଏ ଶ୍ଲୋକରେ 2ଟା ଅର୍ଥ। ବୁଝିଲୁ କାକା? ମୋବାଇଲ ଗୋଟେ ସିମ୍ 2ଟା ର ଏଠି ପ୍ରମାଣ କଲେ ରାଜଶେଖର। ଏ ପାଟି କିଏ କରୁଛି? କେଲେ କେଶବଂ ପତିତଂ ଦୃଷ୍ଟ୍ୱା ହର୍ଷମୁପାଗତା ରୁଦତି ପାଣ୍ଡବା ସର୍ବା ଆହା କେଶବଂ କେଶବା। ଗୋଟିଏ ଅର୍ଥରେ ଭଗବାନ କୃଷ୍ଣ ପଡିଗଲେ। ଦ୍ରୋଣ ହର୍ଷମୁପାଗତ, ଦ୍ରୋଣ ହସି ହସି ଆସି ପହଞ୍ଚିଗଲେ। କେଶବ ପଡିଗଲେ, କେଶବ ପଡିଗଲେ। ରୁଦନ୍ତି ଏ ରୁଦନ୍ତି ପାଣ୍ଡବା ସର୍ବା, ପାଣ୍ଡବ ମାନେ କାନ୍ଦିଲେ ହାହା କେଶବମ୍ ହାହା କେଶବମ୍ ହାହା କେଶବମ୍। ଏଠି ଲାଗିବନି। ଏଠି ଏ ଅର୍ଥ ଲାଗିବନି, କାହିଁକି ଆମେ ଯୁଦ୍ଧ ଏଠି ହେଇ କୋଉ ଅର୍ଥ ଲାଗିବ? ଲଗା କେଶବ। ଏଇ ମୋ ମା ମାନେ ବାପା ମାନେ, ଗୋଟେ ଶବ ଝରଣାରେ ପଡିକିରି ଭାସୁଛି। ଭାସୁଛି। ଏ ଠକ୍ ଠକ୍ କରନା ଚିଆରୁ, ଏପଟରେ ପାଲା ହଉଛି ବୁଲି ଠକ୍ ଠକ୍ କରନା ଚିଆରୁ କୁ ବସ ବସ, ଭଲ ଛୁଆ ପା ବସ। ଭଲ ପିଲା। ଏ ସାରେ କେଲେ କେଶବଂ ପତିତଂ, ଗୋଟେ ଶବ ପଡିକିରି ଝରଣାରେ ଭାସି ଭାସି ଯାଉଛି। ଦ୍ରୋଣ ହର୍ଷମୁପାଗତ, ଏଇ ଶୁଣ ଦ୍ରୋଣ କିଏ? ବାପା କୁଆ ଶାଗୁଣା ଖୁସି ହେଲେ। କାହିଁକି? ଏ ଯୋଉ ଶବଟା ଭାସୁଛି ଆମେ ତା ଛାତି ଉପରେ ବସି ତା ମାଂସଟାକୁ ଖାଇ ଉଡି ଉଡି ଯାଇ ଏ ଏତିକି ବେଳେ ରୁଦନ୍ତି। ରୁଦନ୍ତି ପାଣ୍ଡବା ସର୍ବା। ବିଲୁଆ ମାନେ କାନ୍ଦିଲେ, ଆମେ ପାଣିରେ ପଶି ପାରିବୁନି। କାହା ଶବ? କାହା ଶବ? ଇଏ ଶବ କିଏ? ଇଏ ଶବ କିଏ? ବିଲୁଆ ଗୁଡାକ ଚିତ୍କାର କଲେ। ଧର୍ମରାଜ ର ଆଉ ସିଆଡକୁ ଯା ନା, ଯା ହଉ। ମୁଁ ଯଦି ଶିଆଳ ଜନ୍ମ ହେମି ତୋରି ଢିଅରେ ଭୁକିବି। ଆଜ୍ଞା ଯେତେବେଳେ ବିଲୁଆ ଗୁଡାକ ରାବିଛନ୍ତି, ଧର୍ମରାଜ ଯୁଧିଷ୍ଠିର ଚାହିଁଲେ। ଯେତେବେଳେ ଚାହିଁଛନ୍ତି, ଏତିକି ବେଳେ ଗୋଟେ ଚାଲାଖ ବିଲୁଆ ଥିଲା। କହିଲା ଏଇଠି, ମୋ ଭଳିଆ ହଁ ତୋରି ଭଳିଆ ଚାଲାଖ। ଇଏ ସବୁ ଭୁକୁଥାନ୍ତୁ। ଇଏ ଚାଲାଖ ବିଲୁଆଟି ଭାବିଲା, କହିଲା ଏମାନେ ଏଠି ବସି ସବୁ ପାଟି କରୁତା, ମୁଁ ଏ ଝରଣାର ତୀରେ 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 ଯିବି। ଯଦି ଦଇବାତେ ଶବଟା ପାଖକୁ ଲାଗିଯାଏ, ମୁଁ ତା ଛାତି ଉପରେ 2ଟା ଗୋଡକୁ ପକେଇବି, ଶୁଖିଲାରେ ମୋର 2ଟା ଗୋଡ, ସେ ମାଂସକୁ ମୁଁ ଖାଇବି। ଆଜ୍ଞା ବିଲୁଆ ଯେତେବେଳେ ଚାଲିଛି, ଧର୍ମରାଜ ଯୁଧିଷ୍ଠିର ଦେଖିଲେ ଏଣେ ଶବ ଚାଲିଛି ଭାସି ଭାସି, ବିଲୁଆଟା ଦୌଡ଼ିଛି ତୀରେ ତୀରେ। ତେଣୁ ଧର୍ମରାଜ ଯୁଧିଷ୍ଠିର କିଛି ନ ଭାବିକିରି ଏ ବିଲୁଆ ପଛେ ପଛେ ଚାଲିଲେ। କାହିଁକି ଚାଲିଲେ ନା ଚିନ୍ତା କଲେ, ର ର ର ବିଲୁଆଟା କଣ ପାଣିକି ଡେଇଁ ପଡିବ ନା କଣ? କିଛି ବାଟ ଗଲା ପରେ ପରମ
ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କହିଲେ ଦାସ ପୁଅ କହିଲେ ଏ ମନ ଭାବୁ ଥାଇ ଯାହା କାଳେ ପ୍ରାପତ ହୁଏ ଏ ମନ ଯାହା ଭାବୁଥାଏ ବାପା ମିଳିଗଲେ ମନଟା ଖୁସି ହେଇଯାଏ। ଇଏ ପବନ ଦ୍ୱାରା ଦଇବାତେ ଶବଟା ଗୋଟେ ପାଖକୁ ଲାଗିଗଲା। ବିଲୁଆ ତ ଖୁସି ହେଇଗଲା, କହିଲା ଯାହା ହଉ ସବୁଟା ପାଖକୁ ଲାଗି ଯାଇଛି। ଆଗେ ଲକ୍ଷ୍ୟ କରିଦେଲା ତା ମାଂସାଳ ହାତକୁ, କହିଲା ଇଏ ମାଂସାଳ ହାତକୁ ଆଗେ ମୁଁ ପେଟେ ଖାଇବି। ଆଜ୍ଞା ଶୁଖିଲାର ଦି ଗୋଡ, ଇଏ ବିଲୁଆ ଛାତିରେ ଦି ଗୋଡ ପକେଇଦେଲା। ପକେଇ ଦେଇ ଜାକି ଆଣିଲା, ସବ ଛାତିରେ ଦି ଗୋଡ ପଡିଛି। ଏ ଖାଇବ ବୋଲି ଆ କରିଛି। ଗୋଟେ ଡାକ ଶୁଭେ, କିଏ ଡାକିଲା? ଗୋଟେ ହଠାତ୍ କିଏ ଡାକିଲା? ଧର୍ମରାଜ ଯୁଧିଷ୍ଠିର ସିଏ ବି ଆଶ୍ଚର୍ଯ୍ୟ ହେଇଗଲେ। ବିଲୁଆକୁ ଚାହୁଁଛନ୍ତି, ଏଣେ ଶବ୍ଦଟା ଶୁଭିଲା। ଡାକିଲେ ବିଲୁଆ ସେ ଶବଟା ଖାନା। କାହିଁକି? ବିଲୁଆ ସେ ଶବଟା ଖାନା। କିଏ ମତେ ମନା? ବିଲୁଆ ସେ ଶବଟା ଖାନା। ସକାଳୁ ସକାଳୁ ଆଇଛି ଧରଛି ଶବଟା ମତେ ମନା କରୁଛି ବେ। ବିଲୁଆ ଆଶ୍ଚର୍ଯ୍ୟ ହେଇକିରି ଚାରି ପାଖକୁ ଚାହିଁଲା, କିନ୍ତୁ ସବୁଟାକୁ ଛାଡୁନି। ଏପଟ ସେପଟ ଚାହିଁଲା। ଧର୍ମରାଜ ଯୁଧିଷ୍ଠିର ଗୋଟେ ଗଛ ଆଡୁ ହେଲେ ଲୁଚି ଗଲେ। ଏପଟ ସେପଟକୁ ଚାହିଁଲେ ଧର୍ମରାଜ ଯୁଧିଷ୍ଠିର କିଏ ଡାକୁଛି ନା ଦୈବୀ ବାଣୀ ଘନ ଘନ ହଉଛି। ବିଲୁଆ ସେ ଶବଟା ଖାନା। କାହିଁକି? ବିଲୁଆ କହିଲା ମୁଁ ଅନେକ କଷ୍ଟ କରିକିରି ସବୁଟାକୁ ଧରିଛି ଖାଇବି ବୋଲି, ଆପଣ କିଏ ମତେ ମନା କରୁଛନ୍ତି? ତୁ କିଏ ବେ? ବିଲୁଆ କଣ? ଯଦି ସେ ସବୁଟାକୁ ଖାଇବୁ ତାର ଆଗେ କଣ ଖାଇବୁ? ସେଇ କଥା ପଚାରୁନୁ। ବିଲୁଆ କହିଲା ପ୍ରଥମେ ତା ହାତ ଦିଟାକୁ ଖାଇବି। ବିଲୁଆ କହିଲା ତା ମାଂସାଳ ହାତ ଦିଟାକୁ ମୁଁ ଆଗେ ଖାଇବି। ଦୈବୀ ବାଣୀ ହେଲା। ବିଲୁଆ ମୁଁ କେତେଟା କଥା କହୁଛି ଶୁଣ, ମୋ କଥା ଶୁଣି ସାରିଲା ପରେ ଯଦି ଇଚ୍ଛା ହବ ଖାଇବୁ, ନହେଲେ ସବୁଟାକୁ ଛାଡିଦବୁ। ଆଜ୍ଞା ଧର୍ମରାଜ ଯୁଧିଷ୍ଠିର ଲୁଚିକିରି ଶୁଣୁଛନ୍ତି। ଏତିକି ବେଳେ ଦୈବୀ ବାଣୀ ହେଲା, ବିଲୁଆ ଯାହାର ହାତକୁ ତୁ ଧରିଛୁ ଖାଇବୁ ବୋଲି, କହିଲେ ହସ୍ତ ଦାନ ବିବର୍ଜିତ ଶ୍ରୁତି ପଟ ନ ଶ୍ରବଣ ହରି କଥା। ନେତ୍ରଇ ସାଧୁ ଜନ ବିଲୋକ ନ ରହନ ତୀର୍ଥ ବତା। ଅନ୍ୟାୟ ଉପାର୍ଜିତ ବିତ୍ତ ପୂର୍ଣ୍ଣ ଉପସ୍ତର ପ୍ରଚାର। ରେ ମାନସ ହରିନାମ ରଟ, ହରିନାମ ରଟ ଓସାର ସାର ସଂସାର। ଓସାର ସାର ସଂସାର। ର ର ର ର ବୁଝେଇ ଆଣ। ଏଇ ବିଲୁଆ ତୁ ଯାହାର ହାତ ଦିଟାକୁ ଧରିଛୁ ଖାଇବୁ ବୋଲି, ହସ୍ତ ଦାନ ବିବର୍ଜିତ। ମା ଆମେ ମଣିଷ ଜନ୍ମ, ମାନବ ଠାରୁ ଶ୍ରେଷ୍ଠ ଆଉ କେହି ନାହାନ୍ତି। ଜୀବ ଶ୍ରେଷ୍ଠ ଜୀବ ମନୁଷ୍ୟ। ମନୁଷ୍ୟ ଆମ ଦେହରେ ଦିବ୍ୟ ଜ୍ଞାନ ଅଛି। ଯଦି ମଣିଷ ଜନ୍ମ ହେଇକିରି ଆମେ ହାତ ଟେକି ଦାନ କାହାରିକି ନ କରି ପାରିଲେ, ତାହେଲେ ସେ ହାତ ଦିଟା ହଉଛି ଅପବିତ୍ର। ଅପବିତ୍ର। ବିଲୁଆ କହିଲା କଣ? ଇଏ ବଞ୍ଚି ଥିଲା ବେଳେ ହାତ ଟେକି ଦାନ କାହାରିକି ଦେଇନାହିଁ। छी ଇଏ ହାତ ଖାଇବିନି, କିନ୍ତୁ ଖାଇବି। ଆଉ କଣ ଖାଇବୁ? ତା କାନ ଦିଟାକୁ ଖାଇବି। ବିଲୁଆ କହିଲା ସିନା ହାତ ଖାଇବିନି, ତା କାନ ଦିଟାକୁ ଖାଇବି। କହିଲା ଆରେ ଶ୍ରୁତି ପଟଉ ନ ଶ୍ରବଣ ହରି କଥା। ସିଏ ବଞ୍ଚିଥିଲା ବେଳେ ପ୍ରଭୁଙ୍କ କଥାକୁ କାନରେ ଶୁଣେ ନା। ମୁଁ ସେଇଥିପାଇଁ କହେ ଆପଣ ପାଲା ପାଖକୁ ଯିବେ, ଯାତ୍ରା ପାଖକୁ ଯିବେ, ଯାତ୍ରା ପାଖକୁ ଯିବେ, ଫିଲ୍ମ ପାଖକୁ ଯିବେ, ପାର୍ଟି କଲେ ଶୋଇପଡ଼ିଲେ ଉଠିକିରି ପଳେଇଲେ ଚଳିବ। ଯଦି ସତ୍ସଙ୍ଗକୁ ଯାଆନ୍ତି, ପାଲା ପାଖକୁ ଯାଆନ୍ତି, ଆପଣ ନ ସରିଲା ପର୍ଯ୍ୟନ୍ତ ଉଠିକିରି ଯିବେନି। ଯଦି ବ୍ୟସ୍ତ ହେବେ ଗୋଟେ ଥାକ ସରିଗଲେ ବରଂ ଜଣେ ଦି ଜଣ ପାଞ୍ଚ ଜଣ ଯାଇପାରନ୍ତି, କିନ୍ତୁ ଥାକ ନ ସରିଲା ପୂର୍ବରୁ ଉଠିକିରି ଯିବେନି, ଶୋଇ ପଡିବେନି, ପାର୍ଟି କରିବେନି। କଲେ କଣ ହବ? ଗୋସ୍ୱାମୀ ତୁଳସୀ ଦାସ କହିଲେ, ଜି ନ ହରି କଥା ଶୁଣା ନହି କାନା। ଯିଏ ହରି କଥାକୁ କାନରେ ନ ଶୁଣେ, ଶ୍ରବଣ ରନ୍ଧ୍ର ହି ଭାବନ ସମାନ। ସର୍ପ ରହିବା ସ୍ଥାନ ଯାହା, ତା କର୍ଣ୍ଣ ବିବର ହଉଛି ସେଇଆ। ତେଣୁ ମୋର ପଣ୍ଡିତ
ସାରେ ବଞ୍ଚି ଥାଉ ଥାଉ ବଞ୍ଚି ଥାଉ ଥାଉ କାନରେ ଯିଏ ହରି କଥାକୁ ନ ଶୁଣେ ମା କହିଲେ ଯିଏ ପ୍ରଭୁଙ୍କର କଥାକୁ କାନରେ ନ ଶୁଣେ ତା କର୍ଣ୍ଣ ଦିଟା ସର୍ପ ରହିବା ସ୍ଥାନ ଯାହା ତା କର୍ଣ୍ଣ ବିବର ହଉଛି ସେଇଆ। ବିଲୁଆ କହିଲା ଛି ହାତ ଏ। ଖାଇ କାନ ଦେଇନି ତା ହାତ ଖାଇବି ନାହିଁ ସେ ଦାନ କାରିକି ଦେଇନି ପାଲା ହଉଛି ଗଣ ଶିକ୍ଷା। ବାବା ଆମେ ହାତ ଟେକି ଦାନ କାରିକି ଦବା କାନ ଖାଇନି ହରି କଥା ଶୁଣିନି କିନ୍ତୁ ଖାଇବି ତା କର୍ଣ୍ଣ ଖାଇବି ନାହିଁ ପ୍ରଭୁଙ୍କର କଥାକୁ କାନରେ ଶୁଣିନି କିନ୍ତୁ ଖାଇବି। ଆଉ କଣ ଖାଇବୁ? ତା ଟିମା ଟିମା ଆଖି ଦିଟାକୁ ଖାଇବି ଏ କହିଲା ଆଖି ଦିଟାକୁ ଖାଇବି କହିଲେ ତୁ ଯାହାର ଆଖି କି ଖାଇବୁ ବୋଲି କହୁଛୁ ନେତ୍ରଇ ସାଧୁ ଜନ ବିଲୋକ ନହ ସେ ସାଧୁ ଲୋକ ମାନଙ୍କୁ ଆଖିରେ ଦେଖେ ନା ମା ଦୁଷ୍ଟ ଲୋକକୁ ଦେଖିଲେ ସେ ଡିଆଁ ମାରିବ ଖୁସି ହବ ତାକୁ କୁଣ୍ଢେଇକି ଧରିବ ନାଚିବ କିନ୍ତୁ ସାଧୁ ମାନଙ୍କୁ ସେଠି ଗୋଟେ ଜାଗାରେ ପୁଅ ବସ ଭଲ ପିଲା ଭଲ ବସ ଠକ ଠକ କରନା ବସ ଭଲ ପିଲା ର ଏଇଠି ଆଜ୍ଞା ଆପଣ ମାନେ ଟିକେ ବିଚାର କରନ୍ତୁ କହିଲେ ସାଧୁ ଲୋକ ମାନଙ୍କୁ ଯିଏ ଆଖିରେ ନ ଦେଖେ ତା ଆଖି ଦିଟା କାଚ ଗୁଲି ସହିତ ସମାନ। ଭାଗବତ ଜଗନ୍ନାଥ ଦାସ କହିଛନ୍ତି କହିଲେ ୟଦଃ ସାଧୁ ସଙ୍ଗ ହବିନୁ ଅଭିନ ପାରେ ମୋର ହତନୁ କହିଲେ ଜୀବନରେ ଯିଏ ସାଧୁ ସଙ୍ଗ କରିନାହିଁ ଦର୍ଶନ କରିନି ପ୍ରଭୁ କହିଲେ ମୋ ସାନ୍ନିଧ୍ୟ ସେ ପାଇପାରେ ନା। ବାପା ସେଇ ଭାଗବତରେ କହିଲେ ସାଧୁ ଯେ କାଷ୍ଟକୁ କରନ୍ତି ଚନ୍ଦନ। ଆଚ୍ଛା ଶୁଖୁଲା କାଠ ଦେହରେ ମଳୟ ପବନ ବାଜିଲେ ସେ କଣ ହବ ନା ଚନ୍ଦନ ହେଇଯିବ। ସାର୍ ସାର୍ କଣ ହେଲା? ନମସ୍କାର। ହଁ ନମସ୍କାର। ଅତି ଭକ୍ତିଟା ଚୋର ଲକ୍ଷଣ କହ। ମତେ ମଉସା ଆଖି ଠାରିକି କହିଲେ ମଉସା ତତେ ଆଖି ଠାରିକିରି କହିଲେ କିରେ କଣ କହିଲେ? କହିଲେ ପୁଅ ଟିକେ ଗାହାଣକୁ ପଚାରିନି ଯୋଉ ପଦଟି କହିଲେ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ଆଚ୍ଛା ମୋ କଥା ଖରାପ ଲାଗିଲେ ସାର୍ ମତେ ବସେଇଦେବେ। ମଳୟ ପବନ ଜଙ୍ଗଲରେ ଯାଉଛି ସବୁ ଗଛରେ ବାଜୁଛି ସବୁ କାଠ କଣ ଚନ୍ଦନ ହଉଛି କି? ଓହୋ ଯାଉ ତମର ପଣ୍ଡିତିଆ ବୁଦ୍ଧି ଆସିଗଲାଣି ବାପି। ମୁଁ କିଛି କହୁନି ଏଠି ପାଲା ଗାଇ ଗାଇକି ତମର ପଣ୍ଡିତିଆ ବୁଦ୍ଧି ଆସିଗଲାଣି। ଠିକ କଥା ସବୁ ଗଛ ଆଜ୍ଞା ଚନ୍ଦନ ହବନି। ମଳୟ ପବନ ଯାଉଛି ମଳୟ ପବନ ତ ସବୁ ଗଛରେ ବାଜି ବାଜିକା ଯାଉଛି। ଆଜ୍ଞା ସାଧୁ କଥା ଶୁଣିଲେ ସାଧୁ ସଙ୍ଗ କଲେ ସମସ୍ତେ ତ ସାଧୁ ଭଳିଆ ହେଇପାରିବେନି। ହବ କିଏ? ହେଲେ ଯେ ଜନ ପୂର୍ବ ଭାଗ୍ୟ ଦିଶେ ସେ ଜନ ସାଧୁ ସଙ୍ଗେ ମିଶେ। ଯୋଉ ଲୋକର ପୂର୍ବ ଜନ୍ମର ସୁକୃତ ଥିବ ରାମକୃଷ୍ଣ ପରମହଂସ କହିଲେ ଝକମକି ପଥର ବଢିଆ କଥା ସେ ଅନେକ ହଜାର ବର୍ଷ ପାଣିରେ ପଡିଥାଉ ତାକୁ ଯେତେବେଳେ ଉଠେଇ ଦେଇ ଘଷି ଦେବେ ତା ଧର୍ମଟା ତା ଦେହରୁ ନିଆଁଟା ବାହାରିବ। ଜଣେ ଅନେକ ଦିନ କୁସଙ୍ଗ କରିଥିବା ବ୍ୟକ୍ତି ସେ ଯଦି ଥରେ ମାତ୍ର ସାଧୁଙ୍କ ସଙ୍ଗ ପାଏ ଝକମକି ପଥର ଭଳିଆ ତା ଦେହରୁ ଜ୍ୟୋତିଟା ବାହାରି ପଡେ। ତେଣୁ ପଣ୍ଡିତ ମଣ୍ଡଳୀ ର ସେମିତି ତ ଗୁଡେ କଥା ଅଛି ଗପ କହିବାକୁ ଆଉ ଟାଇମ ନାହିଁ। ସାରେ ଆଖିରେ ସାଧୁ ଲୋକ ମାନଙ୍କୁ ଦେଖିନି ବିଲୁଆ କହିଲା ଛି ତା ଆଖି ଖାଇବିନି କିନ୍ତୁ ଖାଇବି। ଆଉ କଣ ଖାଇବୁ? ତା ଲମ୍ବା 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 ପାଦ ଦିଟାକୁ ଖାଇବି। ବିଲୁଆ କହିଲା ତା ପାଦ ଦିଟାକୁ ଖାଇବି। କହିଲେ ଯାହାର ତୁ ପାଦକୁ ଖାଇବୁ ବୋଲି କହୁଛୁ ପାଦଉ ନ ତୀର୍ଥ କଥା ତା ପାଦଟା ଧର୍ମ ସ୍ଥାନରେ ପଡିନାହିଁ। ତୀର୍ଥ ମାନେ କଣ? ତୀର୍ଥ ସାରେ ପୁରୀ ଗୟା ବାରାଣସୀ କୁମ୍ଭ ମେଳା ଏଇ ସବୁ ତୀର୍ଥ ସ୍ଥାନ। ନାରଦ ପଞ୍ଚରାତ୍ର ନାରଦ ପଞ୍ଚରାତ୍ର ଆପଣ ମାନଙ୍କୁ ପ୍ରମାଣ କଲି। ବାବା କହିଲେ ଇଦଂ ତୀର୍ଥମ ଇଦଂ ତୀର୍ଥ ଭମତି ତାମସା ଜନା ଆତ୍ମତୀର୍ଥ ନ ଜାନାମି ପ୍ରଥମ ମୋକ୍ଷ ବରାନଲେ। ଏ ବାପା ମାନେ ଇଦଂ ତୀର୍ଥ ବିଦଂ ତୀର୍ଥ ମା ମାନେ ଯୋଉ ଲୋକ କହେ ମୁଁ ଏ ତୀର୍ଥକୁ ଯିବି ମୁକ୍ତି ପାଇବି ସେ ତୀର୍ଥକୁ ଯିବି ମୁକ୍ତି ପାଇବି ଏ ତୀର୍ଥରେ ମୁକ୍ତି ପାଇବି ସେ ତାମସିକ ଲୋକମାନେ ଏ ତୀର୍ଥ ସେ ତୀର୍ଥକୁ ଦୌଡନ୍ତି। ଆତ୍ମତୀର୍ଥ ନ ଜାଣନ୍ତି ଆତ୍ମା ତୀର୍ଥ ଏ ସମସ୍ତିଙ୍କ ଘଟ
ସ୍ଥାନରେ ପ୍ରଭୁ ଅଛନ୍ତି ଯିଏ ଜାଣେ। ବାବା ଏକରୁ ଅନେକ ଜନତା ଯୋଉଠି ଥାନ୍ତି ସେଇଟା ତୀର୍ଥସ୍ଥାନ। ତୀର୍ଥସ୍ଥାନ ଏଇଟା ସାର୍ ତୀର୍ଥସ୍ଥାନ, ଆଜି ରାତି ପାଇଁ ଏଇଟା ତୀର୍ଥସ୍ଥାନ। ବାବା ଆପଣ ମାନେ ଚିନ୍ତା କରନ୍ତୁ, ୟା- ନର ନାରାୟଣ ସମସ୍ତେ ବିଦ୍ୟମାନ କରୁଛନ୍ତି। ଏ ପାଦଟା ପାଦଟା ଯାହାର ଧର୍ମସ୍ଥାନରେ ପଡିନାହିଁ, ତୀର୍ଥରେ ପଡିନାହିଁ, ତା ପାଦ ଦିଟା ଶୁଖୁଲା କାଠ ଗଣ୍ଡି ସହିତ ସମାନ। ମାଲୋ ବିଲୁଆ କହିଲା ଛି ଏକୁ ଖାଇବିନି। କିନ୍ତୁ ଖାଇବି ଆଉ କଣ ଖାଇବି? ତା ଥନ୍ତଲ ପେଟକୁ ଖାଇବି। ବିଲୁଆ କହିଲା ତା ପେଟକୁ ଖାଇବି। ବିଲୁଆ କହିଲା ପେଟକୁ ଖାଇବି। କହିଲା ଆରେ ଯାହାର ପେଟକୁ ଖାଇବୁ ସେ ଅନ୍ୟାୟ ଉପାର୍ଜିତ ବିତ୍ତପୂର୍ଣ୍ଣ ମୁଦରମ ଉପସ୍ଥାନ ଦ୍ୱାରା ବାସ୍ ବାସ୍ ସେ ଜୀବନ ସାରା ଅନ୍ୟାୟ ଧନକୁ ସବୁ ପେଟରେ ପୁରେଇଛି। ବିଲୁଆ ନୀରବରେ ବସିଲା। ଶବଟାକୁ ପେଲି ଦେଲା, ବସିଲା ଝରଣା କୂଳରେ। ଏ ଶବଟା କାର? ଧର୍ମରାଜ ଯୁଧିଷ୍ଠିର ଭାବୁଛନ୍ତି ଏ ଶବଟା କାର? ବାହାର ତେଣେ ହେଇଛି କଣ, ଦ୍ରୌପଦୀ ଆଶ୍ରମରେ ବସିଛି। ଏତିକି ବେଳେ ଗୋଟେ ରାକ୍ଷସ ବୁଲୁଥିଲା। ପ୍ରତିହିଂସାର ନିଆଁଟା ତା ଦେହରେ ଜଳୁଛି। ବୁଲୁ ବୁଲୁ ଦେଖିଲା ଯେ ଅପୂର୍ବ ସୁନ୍ଦରୀ ନାରୀ ଜଣେ। ବସିଛି କହିଲା ଆରେ ଆଶ୍ରମରେ ଏକୁଟିଆ ଜଣେ ସୁନ୍ଦରୀ ବସିଛି, ଏ କିଏ? ମନେ ମନେ ରାକ୍ଷସ ଭାବିଲା। କହିଲା ଯଦି ଏ ସୁନ୍ଦରୀ କି ମୁଁ ପାଇବି ତାହେଲେ ମୋ ପୁରୁଷ ଜୀବନଟା ସାର୍ଥକ ହେଇଯିବ। ତେଣୁ ଯଦି ଏ ସୁନ୍ଦରୀ କି ମୁଁ ପାଇବି ତାହେଲେ ପୁରୁଷ ଜୀବନଟା ମୋର ସାର୍ଥକ ହେଇଯିବ। ମନେ ମନେ ବିଚାର କଲା ଗୋଟିଏ ପଦ, ଆପଣ ମାନଙ୍କର କବି ସମ୍ରାଟ ଉପେନ୍ଦ୍ର କୁଞ୍ଜ ଏ ପଦରେ ପାଇବେ। ଛାନ୍ଦରେ করে 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 রসিক বিচার করে দীপ দান রাত্রি করে সে দীপ দান রাত্রি করে সোনাকে স্নান করে দেহ না করে রে সোনাকে স্নান করে দেহ না করে বিশেষে কি ধান্য করে উপমরা মাও করে মাও করে নিবাসে পুল্য করে কে মা করে পূর্বে সে মিছিলে ছঙ্গরে পূর্বে সে মিছিলে ছঙ্গরে সে ভাড়া ধরিছে ভাড়া অনাহত ଅଧିକରୁ ଅଧିକ ପାଲା ଦେଖିବା ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ।